ୱାଓ ଏତେ ସୁନ୍ଦର ରାସ୍ତା ଆଉ ଏତେ ସୁନ୍ଦର ମନ୍ଦିର ଆମ ଓଡ଼ିଶାରେ ବି। ଆରେ ହଁ, ଆମ ଓଡ଼ିଶାରେ ତ ବହୁତ ସୁନ୍ଦର ସୁନ୍ଦର ମନ୍ଦିର ଅଛି। ତା ମଧ୍ୟରେ ବି ଏଇଟା ଗୋଟେ। ତ ଆପଣମାନଙ୍କ ଭିତରେ କିଛି ଜଣ ଜାଣିସାରିବେନି ସେଇଟା କୋଉ ମନ୍ଦିର ଥିଲା। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇଟା କୋଉ ମନ୍ଦିର ଥିଲା ମୁଁ ଆପଣମାନଙ୍କୁ ଜଣେଇ ଦଉଛି। ତ ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ କରୁଛୁ ମୋର ପୁଣି ଗୋଟେ ନୂଆ ଭିଡ଼ିଓରେ। ତ ଭାଇ ଭଉଣୀ ଆମେ ସମସ୍ତେ ମିଶି ବାହାରି ପଡ଼ିଥିଲୁ ଆଜି ଗୋଟେ ଛୋଟିଆ ଟ୍ରିପ୍ରେ। ତ ସେଇ ଟ୍ରିପ୍ଟା କିଛି ଦିନ ପାଇଁ ନୁହଁ, କିଛି ସମୟ ପାଇଁ ଥିଲା ଆମ ପାଇଁ। ତ ଆମର ଯୋଉଠିକି ଯିବାର ଥିଲା ତ ସେଇ ଯିବା ରାସ୍ତାରେ ବାବା ଚନ୍ଦ୍ରେଶ୍ୱରଙ୍କ ମନ୍ଦିର ମଧ୍ୟ ପଡ଼ିଥିଲା। ତ ଆପଣମାନଙ୍କ ଭିତରେ ଯେଉଁମାନେ ଚନ୍ଦ୍ରେଶ୍ୱର ମନ୍ଦିର ଆସିଛନ୍ତି ତ ସେମାନେ ନିଶ୍ଚିତ କମେଣ୍ଟରେ ଜଣେଇବେ। ତ ଆମମାନଙ୍କର ଟ୍ରିପ୍ର ପ୍ଲାନ୍ଟି ଥିଲା ଯେ ଆମେ ଚନ୍ଦନେଶ୍ୱରରେ ଚାଉମିନ ଖାଇବୁ। ତ ସେଥିପାଇଁ ଆସିଲୁ। ଆମେ ଯେହେତୁ ଟିକେ ଜଲ୍ଦି ଜଲ୍ଦି ପଳେଇ ଆସିଥିଲୁ, ଏଠି ଦୋକାନ ବନ୍ଦ ଥିଲା। ତ ସେଥିପାଇଁ ଆମେ ଟିକେ ପଳେଇଥିଲୁ ବେଳାଭୂମି ଅଭିମୁଖେ। ତ କୋଉ ବେଳାଭୂମି ପାଇଁ ଯାଉଛୁ ଭିଡ଼ିଓଟିକୁ କଣ୍ଟିନ୍ୟୁ କରନ୍ତୁ। ସେଇ ଯୋଉ ସାଇନ୍ ବୋର୍ଡରୁ ଆପଣମାନେ ତ ଜାଣିସାରିବେନି ଆମେ କୋଉଠାକୁ ଯାଉଛୁ। ତ ତଥାପି ମୁଁ କହିଦେଉଛି ଆମେ ଯାଉଛୁ ଆଜି ଉଦୟପୁର ବେଳାଭୂମି ବୁଲିବା ପାଇଁ। ତ ଆପଣମାନେ ବି ଆମ ସହିତ ବୁଲନ୍ତୁ। ନା ଆପଣମାନେ ଆମ ଭିଡ଼ିଓ ଦେଖି ଏନ୍ଜୟ କରନ୍ତୁ ଆଉ ଆମେ ଟିକେ ବୁଲି ଆସୁଛୁ। ତ ଫାଇନାଲି ଏବେ ଆମେ ଆସି ପହଞ୍ଚି ଯାଇଥିଲୁ ସେଇ ଉଦୟପୁର ଯିବା ରାସ୍ତାରେ। ତ ମୋ ଭାଇ ଭଉଣୀ ମାନେ ମୋର ଭିଡ଼ିଓ ବନେଇବା ଦେଖି ସେମାନେ ରାସ୍ତା ବଦଳେଇ ଦଉଛନ୍ତି। ବାକି ଏକା ରହିଗଲା ମୋର ଭଉଣୀ, ସିଏ ମୋ ସାଥ ଦଉଛି ଟିକେ। ଆଗରେ ଯୋଉ ମହାଶୟଟି ଚାଲିଛନ୍ତି ଦେଖୁଛନ୍ତି ଆପଣମାନେ, ସିଏ ହଉଛନ୍ତି ମୋର ଭ୍ରାତାଶ୍ରୀ। ସେ ଘର ପାଖରୁ କହିକି ଆସିଥିଲେ ଯେ ଚନ୍ଦନେଶ୍ୱରରୁ ବାହାରିବେନି। ବାକି ତାଙ୍କର କଣ ମୁଡ୍ ହେଇଗଲା ରାସ୍ତାରେ କେଜାଣି, କହିଲେ ଚାଲ ତମମାନଙ୍କୁ ଟିକେ ଉଦୟପୁର ସି ବିଚ୍ ବୁଲେଇ ଆଣିବି। ତ ଆମେମାନେ ବି ଟିକେ ଖୁସି ହେଇଗଲୁ, ସେଥିପାଇଁ ଆମେମାନେ ବି ଟିକେ ଖୁସି ହେଇକି ପଳେଇ ଆସିଲୁ। ତ ଆପଣମାନେ ଦେଖିପାରୁଥିବେ ସମୁଦ୍ରଟି କେତେ ସୁନ୍ଦର ଦେଖାଯାଉଛି। ତ ଦୂରରୁ ଭିଉଟା ପୁରା ୱାଓ ହେଇଛି। ଆଉ ଏତେ ବାଟ ଚାଲି ଆସିବା ପରେ ଆମେ ଟିକେ ବସିଥିଲୁ ଟିକେ ରେଷ୍ଟ କରିବା ପାଇଁ, ତାପରେ ଯିବା ଟିକେ ସମୁଦ୍ର ପାଖକୁ। ଆଉ ସେ ତ ବସିବାର ନାମ ନାହିଁ, ସେ ଆଗରେ ଖାଲି ଦୌଡୁଛି। ତ ଦେଖନ୍ତୁ କେତେ ସୁନ୍ଦର ଭିଉ। ଏବେ ସନସେଟ୍ ହେଇଛି ତ ବହୁତ ସୁନ୍ଦର ଦେଖାଯାଉଛି। ଯେତେ ଦୁଃଖରେ ଥାନ୍ତୁ ଯଦି ଏ ସମୁଦ୍ର ଆଡକୁ ଥରେ ବୁଲିବାକୁ ପଳେଇ ଆସିଲେ ନା, ସବୁ ଦୁଃଖ ଭୁଲିଯିବେ। ଏଇ ଯୋଉ ବେଳାଭୂମିଟିକୁ ଆପଣମାନେ ଦେଖୁଛନ୍ତି, ଏହା ହେଉଛି ଆମ ଭଗରାଇ ବ୍ଲକରେ ଅବସ୍ଥିତ ଅଛି। ତ ଏହା ହେଉଛି ଆମ ଓଡ଼ିଶା ଆଉ ପଶ୍ଚିମବଙ୍ଗ ସୀମାରେ ଅବସ୍ଥିତ ଆଉ ଏକ ସୁନ୍ଦର ସମୁଦ୍ର ତଟ। ଏହା ଦୀଘା ଓ ତାଳସାରୀ ବେଳାଭୂମି ନିକଟରେ ଅଛି। ଶାନ୍ତ ପରିବେଶ ଆଉ ବାଲୁକା ତଟ ଆଉ ସୂର୍ଯ୍ୟାସ୍ତ ଦୃଶ୍ୟ ପାଇଁ ଏହା ପ୍ରସିଦ୍ଧ। ଆଉ ଆପଣମାନେ ଜାଣିଛନ୍ତି ଏଠାରେ ଲାଲ କଙ୍କଡା ଆଉ ଝାଉଁ ଜଙ୍ଗଲ ସମୁଦ୍ର ଦୃଶ୍ୟ ପର୍ଯ୍ୟଟକଙ୍କୁ ବହୁତ ମାତ୍ରାରେ ଆକର୍ଷିତ କରେ, ଯେଭଳି ଆମକୁ ଆକର୍ଷିତ କରି ଏଠାକୁ ଆଣିଛି। ମୋ ଉଦୟପୁର ପ୍ରସିଦ୍ଧ କଣ କଣ ମୁଁ ତ ଆପଣମାନଙ୍କୁ କହିଦେଲି। ତ ଆପଣମାନେ ଡେରି କଣ ପାଇଁ କରୁଛନ୍ତି, ଜଲ୍ଦି ଜଲ୍ଦି ପଳେଇ ଆସନ୍ତୁ ଉଦୟପୁର ବୁଲିବା ପାଇଁ। ଆଉ ଦେଖନ୍ତୁ ମୋ ଭଉଣୀ ଏଠି ମାଛ ଧରିବାରେ ସେ ଟିକେ ବ୍ୟସ୍ତ ଅଛି। ମାଛକୁ ଦେଖି କିଭଳି ହଉଛି ଦେଖନ୍ତୁ। ଆଉ ତାପରେ ପଳେଇ ଆସିଲା ସେ ଉପରକୁ। ଆଉ ଆପଣମାନେ ତଳେ ରହିକି ଯଦି ସମୁଦ୍ର ଭିଉଟିକୁ ଭଲସେ ଏନ୍ଜୟ କରିପାରୁନାହାନ୍ତି, ତାହେଲେ ଏଇ ଉପରକୁ ଯାଇକି ମଧ୍ୟ ସମୁଦ୍ର ଭିଉଟାକୁ ଭଲସେ ଏନ୍ଜୟ କରିପାରିବେ। ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଉପରୁ ଦେଖିବା ପାଇଁ। ଆଉ ଆପଣମାନେ ବି ଯଦି ଫଟୋ ସୁଟ୍ କରିବା ପାଇଁ ଚାହୁଁଛନ୍ତି ଜଲ୍ଦି ଜଲ୍ଦି ପଳେଇ ଆସନ୍ତୁ ଉଦୟପୁର ସି ବିଚ୍। ତ ଭିଡ଼ିଓଟି 2-3 ଦିନ ହବ ହେଇଗଲାଣି, ତ ମୁଁ ଟିକେ ଏଡିଟିଂ କରିପାରିନଥିଲି, ତ ସେଥିପାଇଁ ପକେଇବା ପାଇଁ ଲେଟ୍ ହେଇଗଲା। ତାପରେ ଆମେ ଟିକେ ଚନ୍ଦନେଶ୍ୱରରେ ଆସିକି ଖାଇ ଦେଇଥିଲୁ ଆଇସ୍କ୍ରିମ୍। ଆଉ ଗୋଟେ ଆଇସ୍କ୍ରିମ୍ ପାଇଁ ସମସ୍ତେ ମାଡ଼ଗୋଳ ଲାଗିଛନ୍ତି, କାରଣ ଆମେ ସମସ୍ତେ ଚାଉମିନ ଅର୍ଡର କଲାବେଳେ ଏଇ ପିଲାଟି ଆଇସ୍କ୍ରିମ୍ ଅର୍ଡର କରିଥିଲା। ତ ସେଥିପାଇଁ ଆମେ କଣ ଛାଡ଼ିଦେବୁ, ଆମେ ବି ତା ପାଖରୁ ଟିକେ ଖାଇ ଦେଇଥିଲୁ। ଏବେ ଆମର ଚାଉମିନଟି ଆସିଯାଇଥିଲା। ଆଉ ଆପଣମାନେ କଣ ଭିଡ଼ିଓ ଖାଲି ଦେଖିବେ, ଟିକେ ସବସ୍କ୍ରାଇବ୍ ଟିକେ ମଧ୍ୟ କରିଦେଇ ଯାଆନ୍ତୁ, ଟିକେ ଫଲୋ ବି ମଧ୍ୟ କରିଦିଅନ୍ତୁ। ତ ଏତେ ସାରା ଭିଡ଼ିଓରେ ଏତେ କଥା କହିଲେଣି, ଟିକେ ଫଲୋ ତ କରିବା ଦରକାର ନିହାତି ନା। ତ ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହବ ଗୋଟେ ନୂଆ ଭିଡ଼ିଓରେ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ।